ପୂର୍ବପରି ଯେମିତି କାର୍ ଚାଲୁଥିଲା ଏଇନା ବି ଚାଲିଛି। ମୁଁ ଏଇନା କ୍ୟାପିଟାଲ ହସ୍ପିଟାଲ ଆଉଛି, ମୁଁ ଏଇନା ଏମ୍ସରେ ଆଉଛି। ଯେମିତି କାର୍ ଚାଲିଥିଲା ସେମିତି ଚାଲିଛି। ଲୋକ ଟ୍ରିଟମେଣ୍ଟ ହେଉଛନ୍ତି। ମିଥ୍ୟା ପ୍ରଚାର ଚାଲିଛି। କାର୍ଡ଼ ଥାଇକିରି ଫେରେଇ ଦେଉଛନ୍ତି ରୋଗୀଙ୍କି। ଏଗୁଡ଼ା କଞ୍ଚା ମିଛ, ଏଗୁଡ଼ା ଧୂଆଁ ବାଣ। ଗୋଟେ ଖାଲି ନିନ୍ଦା କରିବା କଥା। ଲୋକ ଠିକ୍ ଟ୍ରିଟମେଣ୍ଟ ହେଉଛନ୍ତି, ଠିକ୍ କାର୍ଡ଼ କାମ ଦେଉଛି, ଠିକ୍ ଭାବେ ଚାଲିଛି। ଏଗୁଡ଼ା ମିଛ କଥା ଗୁଡ଼ାକ, ଏଗୁଡ଼ା ଫାଲତୁ କଥା। ସେମାନେ କେବେ ଡାକ୍ତରଖାନା ଯାଆନ୍ତିନି, କେବେ ରୋଗୀ ସେବା କରିନାହାନ୍ତି। ଆମର ରୋଗୀ ସେବା ହେଲା ବ୍ରତ। ସକାଳୁ ଉଠିଲେ ଆଗ ରୋଗୀ ସେବା କରୁ ଆମେ। ମୋର ଏକ୍ସପିରିଏନ୍ସ 60 ବର୍ଷର ଅଭିଜ୍ଞତା। ତେଣୁ ଏଇଟା ଟୋଟାଲ ଫଲ୍ସ। କାର୍ଡ଼ ଠିକ୍ ଚାଲିଛି, ରୋଗୀ ସେବା ଠିକ୍ ଚାଲିଛି। ଆରେ ବାବୁ, ମେଜରିଟି ତାଙ୍କର ଆସିଛି, ସର୍ଟ ଅଛି। ଚାରି ପ୍ରକାର ଚର୍ଚ୍ଚା ଚାଲିଛି। କିଏ କହୁଛି ଧର୍ମେନ୍ଦ୍ର ପ୍ରଧାନ ହେବା ଉଚିତ, କିଏ କହୁଛି ବାହାରେ ଜଣେ IPS ଅଫିସର ଅଛନ୍ତି ଗିରିଶ ମୁର୍ମୁ, ତାକୁ ଅଣାଯାଉ। ଏମିତି ନାନାଦି ଚର୍ଚ୍ଚା ଚାଲିଛି। ନରେନ୍ଦ୍ର ମୋଦି ଯାହାକୁ ଫାଇନାଲ କରିବେ, ଯେହେତୁ ମେଜରିଟି ତାଙ୍କ ଦଳ ଆସିଛି, ଅନ୍ୟ ସହିତ କୋଆଲିସନ୍ କରିବେ। ଏପରିକି ବି ବିଜେଡି ସହିତ କୋଆଲିସନ୍ କରିବା ପାଇଁ ତାଙ୍କର ଚାଲିଛି ଆଲୋଚନା ଦିଲ୍ଲୀରେ। ଫେର ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେଇପାରନ୍ତି, ବିଜେପି ତାକୁ ସାହାଯ୍ୟ କରେ, ଏ ଚର୍ଚ୍ଚା ବି ଚାଲିଛି। ନବୀନ ବାବୁ ତାଙ୍କୁ ସମର୍ଥନ କରିବେ, ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହେବେ, ଏ ଚର୍ଚ୍ଚା ବି ଚାଲିଛି। ବାହାର ଲୋକଙ୍କୁ ନେଇ କରିବେ ବୋଲି ଚର୍ଚ୍ଚା ଚାଲିଛି, ତର୍ଜମା ଚାଲିଛି, ମନ୍ଥନ ଚାଲିଛି। ଲାଷ୍ଟ ଫାଇନାଲ କରିବେ ନରେନ୍ଦ୍ର ମୋଦି। ଯାହାକୁ ଫାଇନାଲ କରିବେ, ଯେହେତୁ ମେଜରିଟି ସେ ଅଛନ୍ତି, ମୁଖ୍ୟମନ୍ତ୍ରୀ ହେବେ, ଚଲେଇବେ। ଏବଂ ଯେ ମୁଖ୍ୟମନ୍ତ୍ରୀ ହେବେ ଆମେ ଅଭିନନ୍ଦନ। ଲୋକଙ୍କ ମତକୁ ଆମେ ଅଭିନନ୍ଦନ ଜଣାଇ ସାରିଛୁ, ଏଇନା ବି ଜଣାଉଛୁ। ଲୋକ ଯେହେତୁ ତାଙ୍କୁ ମେଜରିଟି MLA ଜିତେଇଛନ୍ତି ବିଜେପି କି, ସେ ତାଙ୍କର ଯାହାକୁ ମୁଖ୍ୟମନ୍ତ୍ରୀ କରିବେ ତାକୁ ଆମେ ଅଭିନନ୍ଦନ ଜଣାଇବୁ। ଏବଂ ଲୋକଙ୍କ ପ୍ରୋବ୍ଲେମ୍ ଯେ ମୁଖ୍ୟମନ୍ତ୍ରୀ ହେବ ତା ପାଖକୁ ଯିବୁ, ଲୋକଙ୍କ ପ୍ରୋବ୍ଲେମ୍ ସଲ୍ଭ କରିବା ପାଇଁ। ଯେ ମନ୍ତ୍ରୀ ହେବେ ତାଙ୍କ ପାଖକୁ ଯିବୁ, ଯେ ଚିଫ୍ ସେକ୍ରେଟାରୀ ସବୁ ହେବେ ତାଙ୍କ ପାଖକୁ ଯିବୁ। ଲୋକଙ୍କର ଅଭାବ ଅସୁବିଧା ପ୍ରୋବ୍ଲେମ୍ ସମାଧାନ କରିବା ପାଇଁ। ପ୍ରକୃତରେ ଭୁଲି ପାରିବେନି, ଯୁବ ସଭା ତାକୁ ଭାରି ଆନ୍ତରିକ ଗ୍ରହଣ କରିଛନ୍ତି। କାରଣ ସେ ସେଭଳିଆ କରାପ୍ଟ ଚିଫ୍ ମିନିଷ୍ଟର ନୁହଁ। ଓଡ଼ିଶା ବିକାଶରେ ତାର ଦାନ ଅତୁଳନୀୟ। ଜଣେ A ଗ୍ରେଡ୍ ମୁଖ୍ୟମନ୍ତ୍ରୀ। ମୋର ତ 50-60 ବର୍ଷର ଅଭିଜ୍ଞତା। ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଥିଲେ। ପ୍ରଥମେ ଥିଲେ ହରେକୃଷ୍ଣ ମହତାବ, ଦ୍ୱିତୀୟ ହେଲେ ନଦିନୀ ଶତପଥୀ, ତୃତୀୟ ହେଲେ ବିଜୁ ପଟ୍ଟନାୟକ, ଚତୁର୍ଥ ହେଲେ ଜାନକୀ ପଟ୍ଟନାୟକ, ପଞ୍ଚମ ହେଲେ ନବୀନ ପଟ୍ଟନାୟକ, ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ। 25 ବର୍ଷ ରହିଗଲେ, ପରିବର୍ତ୍ତନ ଗୋଟେ ଚାହିଁଲେ। 25 ଲଙ୍ଗ୍ ଟାଇମ୍ ରହିଗଲେ। ଲୋକ ଟିକେ ମଝିରେ ମଝିରେ ଚାହାନ୍ତି ଚେଞ୍ଜ, ତେଣୁ ଚେଞ୍ଜ କରିଛନ୍ତି। ଏଗୁଡ଼ା ବେକାର କଥା ଗୁଡ଼ା। ପାଣ୍ଡିଆନ ଯେତେ ଓଡ଼ିଶାରେ ବିକାଶ କରିଛି, ଆଗରୁ କୌଣସି IAS ଅଫିସର ରାଜ୍ୟରେ ଏମିତି ବିକାଶ କରିନଥିଲେ। ଉଦାହରଣ ଆସ ଦେଖ, ବରମୁଣ୍ଡା ବସଷ୍ଟାଣ୍ଡ, କଳିଙ୍ଗ ଷ୍ଟାଡିୟମ, ଆଜି ରାସ୍ତାଘାଟ, କ୍ୟାପିଟାଲ ହସ୍ପିଟାଲ, ଓଲ୍ଡ ଟାଉନ ଲିଙ୍ଗରାଜଙ୍କର ସୌନ୍ଦର୍ଯ୍ୟକରଣ ମନ୍ଦିରର, ଏ ସବୁ କାମ ପାଇଁ ପାଣ୍ଡିଆନ, ନବୀନ ପଟ୍ଟନାୟକ ଅତୁଳନୀୟ ଭୂମିକା ତାଙ୍କର ଅଛି। ତାଙ୍କୁ ସମସ୍ତେ ମନେ ରଖିବେ। କାହାର ହଟିଯାଉ, କ'ଣ ଭାସିଗଲା ଏଇଠୁ? ସେବା ସେ ତମେ ତ ହଟେଇ ଦେବ, ତ ମିଡ଼ିଆ ବାଲା ହଟେଇ ଦେବ, ଭାସିଯିବ ସେ। ନବୀନକୁ ଡାକିଥିଲେ ପରା, ଆଜି ବି ଡାକିଛନ୍ତି, କାଲି ଡାକିଥିଲେ ସବୁ MLAଙ୍କୁ। ସେଗୁଡ଼ା ବେକାର କଥା। ପାଣ୍ଡିଆନ ଯାଇଛନ୍ତି ଦିଲ୍ଲୀ, ପସ୍ତିବେ। ପାଣ୍ଡିଆନ ତାଙ୍କ କାମ କରୁଛନ୍ତି। ଯେହେତୁ ଲୋକଙ୍କର ଗୋଟେ ଟେନସନ୍, ମନଟା ଖରାପ, ଗଭର୍ଣ୍ଣମେଣ୍ଟଟା କୋଲାପ୍ସ କରିଯାଇଛି, ହାରିଯାଇଛି। ତେଣୁ ସମସ୍ତେ ପାଣ୍ଡିଆନ ହେଉଛନ୍ତି। ମୋ ମତରେ ପାଣ୍ଡିଆନ ସେମିତି କିଛି ଦୋଷ କରିନାହାନ୍ତି, ବରଂ ରାଜ୍ୟର ବିକାଶ କରିଛନ୍ତି। 25 ବର୍ଷ ରହିଗଲା ପରେ ଲୋକ ଟିକେ ଚେଞ୍ଜ ଚାହିଁଛନ୍ତି। ଯଦି ଏମାନେ ଭଲ କରିବେ, କଣ୍ଟିନ୍ୟୁ କରିବେ। ଯଦି ଏମାନେ ବିଜେପି ବାଲା ନ କରିବେ, ଫେର ଆସିବେ ନବୀନ ପଟ୍ଟନାୟକ, ଫେର ଆସିବ କଂଗ୍ରେସ। ଏଇନା ସର୍ବଭାରତୀୟ ସ୍ତରରେ କଂଗ୍ରେସ ବଢ଼ିଆ ଡେଭଲପ୍ କରିଛି। ଯଦି ये बोझे नारी अभिशाप कहीं नारी क्या नवीन पट्टनायक नारी को हाथ मारी अभिशाप हो
ଏଗୁରାକ କୋଉଠି କାଁ ବାଁ ଗୋଟେ କୋଉଠି ଭୁଲ ହେଇଯିବ। ସେଇଥିପାଇଁ ନାରୀ ସମାଜ